ବର୍ଷେ ଭିତରେ ସବୁ ଏଇ ହବା କଥା ନୁହଁ, ସେଇଟାକୁ ମୁଁ ଗୁରୁତ୍ୱ ଦଉନି। ଆମେ ଗୁରୁତ୍ୱ ଦବା ଗୋଟେ ରାଜ୍ୟ ସରକାର। ରାଜ୍ୟ ସରକାର ପ୍ରାଇମେରୀ ଡ୍ୟୁଟି କଣ ହଉଛି? ପ୍ରାଇମେରୀ ଡ୍ୟୁଟି ହଉଛି ରାଜ୍ୟର ଶାସନ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଧନଜୀବନ ଲୋକମାନଙ୍କୁ ନିରାପଦ ରଖିବା। ପ୍ରାଇମେରୀ ଡ୍ୟୁଟି। 2 ବର୍ଷ ଭିତରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରିପାରୁନାହାନ୍ତି? କଣ ସରକାରର ଭଲ କଥା କିଛି ଆପଣ ଦେଖିପାରୁନାହାନ୍ତି? ମୁଁ କହିଲି ଭଲ କଥା, ପ୍ରଥମ ବର୍ଷ ନମ୍ବର 1 ଭଲ କଥା ହେଇଥିଲା ଯେ ଚାଷୀ ମାନଙ୍କୁ ମୁଁ ଗୋଟା ବହୁତ ତାର ବଡ ସମର୍ଥକ, ଯେ 3100 ଟଙ୍କା ଦେବେ ବୋଲି କହିଲେ ଏବଂ ଦେଲେ ମଧ୍ୟ। କିନ୍ତୁ ଏଥର ଦେଖାଗଲା ଯୋଉ ଟୋକନ ଏଥରକ ଯାହାର ଯେତିକି ଜମି ଧାନ ହେଇଛି ସେତିକି ଆଉ ଟୋକନ ଦେଲେନି। 50% କମି 50% ଲେଖା ଧାନ ଲୋକଙ୍କ ପାଖରେ ଅଛି, ସେ ବିକି ପାରିଲେନି, ଏଇ ମୂଲ୍ୟରେ ବିକି ପାରିଲେନି। ଏ ବର୍ଷ କଣ ହବ ତାର ମଧ୍ୟ ସନ୍ଦେହ ହଉଛି। ଚାଷୀମାନେ ଯଦି ସନ୍ତୁଷ୍ଟ ରହିଲା। ଦ୍ୱିତୀୟ କଥା ଦେଖନ୍ତୁ, ଆଉ ଗୋଟେ ବଡ କଥା ହେଲା, ମୁଁ କହିଥିଲି ବଡ କଥା, ଚାରିଦ୍ୱାର ଖୋଲିଦେଲେ, ଗଣ୍ଠି ମଣ୍ଠି ଆରମ୍ଭ ରତ୍ନ ଭଣ୍ଡାର ହେଲା, ଭିଡ କମୁଛି। କିନ୍ତୁ ରତ୍ନ ଭଣ୍ଡାର ଚାବି ଯୋଉ ନଉ କମିଶନ ବସା, ସେ କମିଶନ ରିପୋର୍ଟ କାହିଁ ବାହାରୁନି? ବରହମପୁର ଏତେ ବଡ ଘଟଣା ହେଲା, ତାର କମିଶନ ରିପୋର୍ଟ କାହିଁ ବାହାରୁନି? ଆପଣ ମତେ କୁହନ୍ତୁ ଦିଜା, ମୁଁ ବୁଝିପାରୁନି କଣ ଏଇ ଶାସନ କଣ। ଏବଂ ସେ ବର୍ତ୍ତମାନ କହିଲେଣି ଲକ୍ଷ୍ମୀନାଥ ସରସ୍ୱତୀ କମିଶନ ରିପୋର୍ଟ ବାହାରୁନି। ଏ ବର୍ତ୍ତମାନ ଆଇନ ମନ୍ତ୍ରୀ କହିଲେଣି କମିଶନ ରିପୋର୍ଟ ମୁଖ୍ୟମନ୍ତ୍ରୀ ଅଫିସକୁ ଗ୍ୟାପ୍ ହେଇଯାଉଛି। ଏବଂ ଏଇ କଥା କରିଦେଲେ ମଧ୍ୟ ଆଇନ ତଥାପି ଦୁର୍ନୀତି କମୁନି। କାହିଁକି? ଦୁର୍ନୀତି ନ କମିବାର କାରଣ ହଉଛି, ଦୁର୍ନୀତି ସେତିବେଳେ କମିବ ଯେତେବେଳେ ରାଜନୈତିକ ସ୍ତରରେ ଦୁର୍ନୀତି କମିବ। ନମସ୍କାର ଦର୍ଶକ ବନ୍ଧୁ, ଗତ ବର୍ଷ ଯେତେବେଳେ ସରକାରକୁ ଗୋଟିଏ ବର୍ଷ ପୂରିଥିଲା, ସେତେବେଳେ ରବି ବାବୁଙ୍କର କମେଣ୍ଟକୁ ନେଇ ବହୁତ ଚର୍ଚ୍ଚା ହଉଥିଲା। ସେତେବେଳେ ପ୍ରଶ୍ନ ଉଠିଥିଲା ଯେ ସରକାରର ଗୋଟିଏ ବର୍ଷ ପୂରଣ ହେବା ପାଇଁ ଯାଉଛି, ଆପଣ କେତେ ମାର୍କ ଦେବେ? ରବି ବାବୁ ସେତେବେଳେ କହିଥିଲେ ମୁଁ ଫାର୍ଷ୍ଟ କ୍ଲାସ୍ ଦେବି, ଅର୍ଥାତ୍ 60% ମାର୍କ। ଆଜି ଯେତେବେଳେ ସରକାରକୁ 2 ବର୍ଷ ପୁରୁଛି, ଓଡ଼ିଶାର ଜଣେ ଅଭିଜ୍ଞ ସାମ୍ବାଦିକ, ଯିଏ ରାଜନୀତିରେ ରୁଚି ରଖନ୍ତି, ଯିଏ ଖବରକାଗଜ ସମ୍ପାଦନା କ୍ଷେତ୍ରରେ ନାଁ କରିଛନ୍ତି, ଟିଭି ଜର୍ଣ୍ଣାଲିଜିମରେ ଯାହାଙ୍କର ଗୋଟିଏ ଅଭିଜ୍ଞତା ରହିଛି, ଯେ ସବୁଦିନ ଟିଭି ଚ୍ୟାନେଲ ମାନଙ୍କୁ ବାଇଟ୍ ଦିଅନ୍ତି, ସେ ତ ରବି ଦାସ ଆଜି କହିବେ 2 ବର୍ଷ ଯେତେବେଳେ ସରକାରକୁ ପଡୁଛି, ମୋହନ ମାଝୀ ସରକାରକୁ, ସେତେବେଳେ ସେ ସରକାରକୁ କେତେ ମାର୍କ ଦେବେ? ନାଇଁ ମୁଁ ଦେଖନ୍ତୁ, ମୁଁ ମୋହନ ମାଝୀଙ୍କ ବିଷୟରେ କହିଥିଲି। ମୋହନ ମାଝୀଙ୍କ ବର୍ଷେ ପିଲା, ମୁଁ କହିଲି ଆମେ ଫାର୍ଷ୍ଟ କ୍ଲାସ୍ ଦେବି, ମୁଁ ସୁପର ଫାର୍ଷ୍ଟ କ୍ଲାସ୍ ଦଉନି। କାହିଁକି ସେ ଆସିକି ଗୋଟେ ନୂଆ ଜିନିଷ ଗୋଟେ ଆରମ୍ଭ କଲେ, ମୁଁ ବହୁତ, ମତେ ସେଟା ବି ବହୁତ ଆପ୍ରିସିଏଟ୍ ଲାଗିଥିଲା। ଆମେ ଗଲା 24 ବର୍ଷ ମୁଖ୍ୟମନ୍ତ୍ରୀ ଦେଖୁଥିଲେ, ମୁଖ୍ୟମନ୍ତ୍ରୀ ଲୋକକୁ ଯାଇପାରୁନଥିଲେ, ମୁଖ୍ୟମନ୍ତ୍ରୀ ବହୁତ ଦୂରରେ, ଲୋକ ଭାବୁଥିଲେ ମୁଖ୍ୟମନ୍ତ୍ରୀ ବହୁତ ଦୂରରେ, ମୁଖ୍ୟମନ୍ତ୍ରୀ ଭେଟିବା ଗୋଟେ ସ୍ୱପ୍ନ କରି ଦେଖିଲା ଭଳିଆ ଲାଗୁଥିଲା ଲୋକଙ୍କୁ। କିନ୍ତୁ ଇଏ ଗୋଟେ ମୁଖ୍ୟମନ୍ତ୍ରୀ, ଯେ ଲୋକଙ୍କୁ ଭେଟୁଛନ୍ତି, ଆସୁଛନ୍ତି, ଲୋକ କଥା ଶୁଣୁଛନ୍ତି, ଏବଂ ସେ ଅନୁସାରେ ମଧ୍ୟ ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବା ପାଇଁ ଗୋଟେ ପ୍ରୟାସ କଲେ। ଖାଲି ସେଇ ଦିଗରେ ନୁହେଁ, ସେ ଯୋଉ କଥା କେତେ ଗୁଡିଏ କଥା ନିର୍ବାଚନରେ ଯୋଉ ପ୍ରତିଶ୍ରୁତି ଦିଆଯାଇଥିଲା, 2-4ଟି ଘଟଣା ମଧ୍ୟ ଭଲ ଭାବରେ କଲେ। ଏବଂ ସବୁଠୁ ବଡ କଥା ହଉଛି, ଏବେ କଣ ଠିକ ଅଛି? ବଡ କଥା, ଆହୁରି ବଡ କଥା ହଉଛି, ଓଡିଶା ଭଳିଆ ରାଜ୍ୟରେ ସାମନ୍ତବାଦୀ ରାଜନୈତିକ ପ୍ରଶାସନିକ ବ୍ୟବସ୍ଥା ଯୋଉଠି ଅଛି, ସେ ଜଣେ ଆଦିବାସୀ ଲୋକ ନିର୍ବାଚନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା, ମୁଁ ବହୁତ ସେଥିରେ ଉତ୍ସାହିତ ହେଇଥିଲି। ମୁଁ କହିଲି ଗୋଟେ ନୂଆ ପଦକ୍ଷେପ। ମୁଁ ପ୍ରଥମ ବର୍ଷରେ ଭାବିଲି ସେ ଯୋଉଭଳି ଭାବରେ ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା, ମୁଁ ଭାବୁଥିଲି ସେଇଟା ଆଗକୁ ଯିବା କଥା। କିନ୍ତୁ ଦ୍ୱିତୀୟ ବର୍ଷରେ ମୋର ତାଙ୍କର ମାନେ ସରକାର ବିଷୟରେ, ଯେ ସରକାରଙ୍କ ସଫଳତା ନେଇ ସାଧାରଣ ବି ଲୋକଙ୍କର ପ୍ରଶ୍ନ ଉଠୁଛି, ମୋ ମନ ଭିତରେ ଜଣେ ସାମ୍ବାଦିକ ମାର୍କ କେତେ ଦଉଛନ୍ତି? ଶୁଣନ୍ତୁ, ମୁଁ ବର୍ତ୍ତମାନ ଗଲା ବର୍ଷ ଯାହା ମାର୍କ ଦେଇଥିଲି, ଏଇ ବର୍ଷ ଏଇ ମାର୍କ ଦେଇପାରୁନି ଏ ସରକାରକୁ। କେତେ ମାର୍କ ଦଉଛନ୍ତି? କିନ୍ତୁ କଥା ହଉଛି ଫାର୍ଷ୍ଟ କ୍ଲାସ୍ ପାଇବ କି ନାହିଁ ସରକାର? ନାଇଁ, ମୁଁ ଦେଇପାରୁନି ପରା, ମୁଁ କହିଲି ଏଇସା ଦେଇପାରୁନି। ତାର କାରଣ ହଉଛି, ଦେଖନ୍ତୁ, ବିଭିନ୍ନ କ୍ଷେତ୍ରରେ ଗୋଟେ ସରକାରକୁ ଲୋକ ଜଜ୍ କରେ କେମିତି। ଆପଣ ବିନିଯୋଗ ଆସୁଛି, ବଡ ବଡ କମ୍ପାନୀ ମାନେ ଆସୁଛନ୍ତି, ଗଲା ସରକାର ବି ଆସୁଥିଲା, ଆଉ ଟିକେ ବଢି ଯାଇଛି। ସେ ବିନିଯୋଗ ହେବା ଫଳରେ, ଆସିବା ଫଳରେ ଓଡିଶାରେ କିଛି ହଠାତ୍ ନିଯୁକ୍ତି ବଢିଯିବାର ବର୍ତ୍ତମାନ ସମ୍ଭାବନା ନାହିଁ। ସେଇ ଦାଦନ ଶ୍ରମିକ ହେଇକି ଲୋକ ଯାଉଛନ୍ତି। ଆପଣଙ୍କ ବର୍ଷେ ଭିତରେ ସବୁ ଏଇ ହବା କଥା ନୁହଁ, ସେଇଟାକୁ ମୁଁ ଗୁରୁତ୍ୱ ଦଉନି। ଆମେ ଗୁରୁତ୍ୱ ଦବା ଗୋଟେ ରାଜ୍ୟ ସରକାରକୁ। ରାଜ୍ୟ ସରକାର ପ୍ରାଇମେରୀ ଡ୍ୟୁଟି କଣ ହଉଛି? ପ୍ରାଇମେରୀ ଡ୍ୟୁଟି ହଉଛି ରାଜ୍ୟର ଶାସନ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ, ଧନଜୀବନ ଲୋକମାନଙ୍କୁ ନିରାପଦ ରଖିବା, ଫାର୍ଷ୍ଟ ପ୍ରାଇମେରୀ ଡ୍ୟୁଟି। ସେକେଣ୍ଡ ହଉଛି ଜମି ଜମା ବ୍ୟବସ୍ଥା ସୁରକ୍ଷିତ ରଖିବ, ରେଭିନ୍ୟୁ ଜଣ୍ଡାର ବିପର୍ଯ୍ୟୟକୁ ମୁକାବିଲା କରିବ। ଇଏ ହଉଛି ପ୍ରଥମ ଯୋଉ କାର୍ଯ୍ୟ। ଏବଂ ଦ୍ୱିତୀୟ କାର୍ଯ୍ୟ ହେଲା ରାଜ୍ୟର ଯୋଉ ଖଣିଜ ଯୋଉ ସମ୍ପଦ ଅଛି, ସେ ସମ୍ପଦ ସୁରକ୍ଷା କରିବ।
এবং চতুর্থ ଯୋଉଟା କହୁଛି ଗୁରୁତ୍ୱପୂର୍ଣ୍ଣ ଆପଣ ଜାଣିଛନ୍ତି ସବୁବେଳେ ଯେକୌଣସି ରାଜ୍ୟ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ପାଇଁ ଆହୁରି ଗୁରୁତ୍ୱପୂର୍ଣ୍ଣ ସବୁ ଶିକ୍ଷା ସ୍ୱାସ୍ଥ୍ୟ এই ଚାରିଟା ଏକ ଦିଗରେ ଏମାନଙ୍କର କିଛି ଯୁଗାନ୍ତକାରୀ ଭୂମିକା ନେଇପାରି ନାହାନ୍ତି ଆପଣ ଦେଖିପାରୁନାହାନ୍ତି। ନାଇଁ ମୁଁ ଦେଖିପାରୁନି କଣ ମୁଁ ଦେଖୁଛି ଆଇନ ଶୃଙ୍ଖଳା କ୍ଷେତ୍ରରେ ଆଜି ତ ଦେଖୁଛୁ କାଲି ଡିଜି ନିଷ୍ପତ୍ତି କଲେ ଆଇନ ଶୃଙ୍ଖଳା ଅବସ୍ଥା ଖରାପ ହୋଇଥିବାରୁ ପ୍ରତି ବରିଷ୍ଠ ଅଧିକାରୀ ମାନଙ୍କୁ ଏଡିଜି ରାଙ୍କର ଅଧିକାରୀ ମାନଙ୍କୁ ଆଇପିଏସ୍ ଅଫିସର ମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ଆପଣ ଦେଖିଛନ୍ତି ଆଜି ବାହାରିଛି ଦେଖିଛନ୍ତି ନା ନାଇଁ କାହିଁକି ଦେଇଛନ୍ତି ବିକଜ ଆଇନ ଶୃଙ୍ଖଳା ଅବସ୍ଥାର ଡିଟୋରିଏସନ ହେଇଛି ସରକାର ତ ନିଜେ ମାନୁଛନ୍ତି। ଦ୍ୱିତୀୟ କଥା ହଉଛି ଆପଣ ଦେଖନ୍ତୁ ଆପଣ ଶିକ୍ଷା ବ୍ୟବସ୍ଥାରେ ଆମେ କଣ ଦେଖିବା ଶିକ୍ଷା ଗୋଦାବରୀ ହଉଛି ଶିକ୍ଷା ହଉଛି କିନ୍ତୁ ଗୋଦାବରୀ ଓଡ଼ିଶାରେ ନୀତି ଆୟୋଗ ଯୋଉ ସର୍ଭେ କରୁଛି ଦେଖୁଛି ଯେ ଓଡ଼ିଶାର ଅଧିକାଂଶ ସେ ଯୋଉ ସ୍କୁଲ ଶିକ୍ଷାନୁଷ୍ଠାନରେ ଜାତୀୟ ସ୍ତରରେ ମଧ୍ୟ ସେୟା ଓଡ଼ିଶାରେ ମଧ୍ୟ ଅଧିକାଂଶ 70-80% ଶିକ୍ଷକକୁ ଅନୁପଯୁକ୍ତ ଲୋକ ଶିକ୍ଷକ ଅଛନ୍ତି। ଓଡ଼ିଶାର ଏଡୁକେସନ ଷ୍ଟାଣ୍ଡାର୍ଡ ମଧ୍ୟ ବହୁତ ପୁଅ ଅଷ୍ଟମ ଶ୍ରେଣୀ ପିଲା ତୃତୀୟ ଶ୍ରେଣୀ ପିଲା ପାଠ ପଢି ପାରୁନାହାନ୍ତି। ଏଇ ଯୋଉ ଶୁଣନ୍ତୁ ସ୍କୁଲ କଲେଜ ଗୁଡିକରେ ଯୋଉ ଭ୍ୟାକେନ୍ସି ଯୋଉ ଅସୁବିଧା ଥିଲା ସେ ଅସୁବିଧା ମୁଁ ନିଜ ଗାଁରେ ବି ଅଛି ଅନ୍ୟଠି ମଧ୍ୟ ଅଛି। ଆପଣ ସରକାର ବର୍ତ୍ତମାନ କହୁଛନ୍ତି ଯେ ଆମେ ସବୁ ୟୁନିଭର୍ସିଟି ଭ୍ୟାକେନ୍ସି ପୂରଣ କରିବୁ ଭ୍ୟାକେନ୍ସି ପୂରଣ କରିବାକୁ ସାହସ ବି ହଉନି ଭାଇଚାନ୍ସଲର ନିଯୁକ୍ତି କରିବୁ ଏ ଭାଇଚାନ୍ସଲର ନିଯୁକ୍ତି କଲେ ଏ ଭାଇଚାନ୍ସଲର ସିଲେକ୍ସନରେ ମଧ୍ୟ ବି ଗୋଟେ କ୍ଷେତ୍ରରେ ସନ୍ଦେହ ମଧ୍ୟ ଆସୁଛି ଲୋକଙ୍କ ଭିତରେ କ୍ୱାଲିଫାଏଡ ରିଅଲ ଟ୍ୟାଲେଣ୍ଟେଡ ପିପୁଲ ଭାଇଚାନ୍ସଲର ହଉଛନ୍ତି ନାହିଁ ସେ ବିଷୟରେ ମଧ୍ୟ ସନ୍ଦେହ ରହିଛି ଏବଂ ସେଇ ସାରା ଭାଇଚାନ୍ସଲର ନିଯୁକ୍ତିରେ ଏ ବର୍ତ୍ତମାନ ଶିକ୍ଷକ ନିଯୁକ୍ତିରେ ଯୋଉ ଆସିଷ୍ଟାଣ୍ଟ ପ୍ରଫେସର ହେବେ ଆମକୁ ନିଯୁକ୍ତି ହେବେ ସେ ନିଯୁକ୍ତି ଉପରେ କୁହାହେଲାଣି ଶିକ୍ଷା ବିଭାଗ କହିଲାଣି ଯେ ସବୁ କମିଟି ଭାଇଚାନ୍ସଲର ମାନେ ସେ ଭିଜିଲାନ୍ସ ବାଲାଙ୍କୁ ନେବେ ବିଶ୍ୱାସକୁ ତା ଭିଜିଲାନ୍ସ ନଜର ରଖିବ ତାର ଏମାନେ ସ୍ୱଚ୍ଛ ନିରପେକ୍ଷ ସହିତ ରିକ୍ରୁଟମେଣ୍ଟ କରିବେ ତାର ବିଶ୍ୱାସ ବି ନାହିଁ ଭ୍ୟାକେନ୍ସି ବହୁତ ଆପଣ ଭ୍ୟାକେନ୍ସି ବହୁତ। ତୃତୀୟ କଥା ହଉଛି ଆପଣ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଦେଖନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏମାନେ କଲେ ମଧ୍ୟ କଣ ଗୋପବନ୍ଧୁ କଲେ ଆୟୁଷ୍ମାନ ଭାରତ ଅଛି ସେ ସରକାରୀ ସ୍ୱାସ୍ଥ୍ୟରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳୁଛି କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେତିକି ସୁବିଧା ଲୋକ ପାଉଥିଲେ ସେତିକି ସୁବିଧା ବର୍ତ୍ତମାନ କମି ଯାଇଛି ଲୋକଙ୍କର କିନ୍ତୁ ଅଚେତନ ହେବେ ବୋଲି ମୁଁ କହିବି କିନ୍ତୁ ମୁଁ କହିଲି ଖଣିଜ ସମ୍ପଦ ନିଜେ ଖଣିଜ ସମ୍ପଦ କ୍ଷେତ୍ରରେ ନିଜେ ଆଡିସନାଲ ଚିଫ ସେକ୍ରେଟାରୀ ଯିଏକି ଖଣି ବିଭାଗ ସଚିବ ମଧ୍ୟ ଅଛନ୍ତି ସେ ଲେଖିଲେ ଖଣି ବିଭାଗ ନିର୍ଦ୍ଦେଶ କଣ ଲେଖିଲେ ଯେ ବ୍ୟାପକ ବେଆଇନ ଖଣି କାରବାର ଚାଲିଛି ରାଜ୍ୟରେ କଣ କଣ ଖଣି ବେଆଇନ ଖଣି କାରବାର ଅଛି ଆକୁ କଠୋର ହୁଅ ଦୃଷ୍ଟି ଦିଅ। ମୁଁ ଯୋଉ କଥା 2010ରେ ସୁପ୍ରିମକୋର୍ଟ ଗଲାବେଳେ ଯୋଉ ଯୋଉ ବେଆଇନ ଖଣି କାରବାର କଥା କହୁଥିଲି ଆଜି ମଧ୍ୟ ସେଟା ଅଛି ତାର ତ କି ସରକାର ହେଲା କିନ୍ତୁ ଆମେ ଖଣି ନିଲାମ ବଢୁଛି ପ୍ରତିଦିନ ଖଣି ନିଲାମ ହଉଛି ଏବେ ବି 11ଟା ଖଣି ନିଲାମ ହବ ଖଣି ନିଲାମ ହବ ବେଆଇନ ଖଣି କାରବାର ଆପଣ ବାଲି ଦୃଶ୍ୟ କଣ ଗୋଡିର ଦୃଶ୍ୟ କଣ ସେଇ ବାଲି ମାଫିଆ ମାନଙ୍କର ରାଜୁତି ଏବେ ବି ଅଛି। ତେଣୁ ଏଇ ଯୋଉ ଜିନିଷ ଏଇ ଯୋଉ ପରିବର୍ତ୍ତନ ହବା କଥା ହେଲା କି 2 ବର୍ଷ ଭିତରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରିପାରୁନାହାନ୍ତି କଣ ସରକାରର ଭଲ କଥା କିଛି ଆପଣ ଦେଖିପାରୁନାହାନ୍ତି। ମୁଁ କହିଲି ଭଲ କଥା ପ୍ରଥମ ବର୍ଷ ନମ୍ବର 1 ଭଲ କଥା ହେଇଥିଲା ଯେ ଚାଷୀ ମାନଙ୍କୁ ମୁଁ ଗୋଟା ବହୁତ ତାର ବଡ ସମର୍ଥକ ଯେ 3100 ଟଙ୍କା ଦେବେ ବୋଲି କହିଲେ ଏବଂ ଦେଲେ ମଧ୍ୟ କିନ୍ତୁ ଦେଖନ୍ତୁ 31 ଟଙ୍କା ଦେଇଦେଲେ ତାପରେ ତାର ଏମଏସପି ବଢି ବଢି ଗଲା ସେ ଅନୁସାରେ କାଟିଲେ କିନ୍ତୁ ଏଥର ଦେଖାଗଲା ଯୋଉ ଟୋକନ ଏଥରକ ଯାହାର ଯେତିକି ଜମି ଧାନ ହେଇଛି ସେତିକି ଆଉ ଟୋକନ ଦେଲେନି 50% କମ 50% ଲେଖା ଧାନ ଲୋକଙ୍କ ପାଖରେ ଅଛି ସେ ବିକି ପାରିଲେନି ଏଇ ମୂଲ୍ୟରେ ବିକି ପାରିଲେନି ଏ ବର୍ଷ କଣ ହବ ତାର ମଧ୍ୟ ସନ୍ଦେହ ହଉଛି ଚାଷୀ ମାନେ ଭିତରେ ସନ୍ତୋଷ ରହିଲା। ଦ୍ୱିତୀୟ କଥା ଦେଖନ୍ତୁ ଆଉ ଗୋଟେ ବଡ କଥା ହେଲା ମୁଁ କହିଥିଲି ବଡ କଥା ଚାରି ଦ୍ୱାର ଖୋଲିଦେଲେ ଗଣ୍ଠି ମଣ୍ଠି ଆରମ୍ଭ ରତ୍ନ ଭଣ୍ଡାର ହେଲା ଭିଡ କମୁନି କିନ୍ତୁ ରତ୍ନ ଭଣ୍ଡାର ଚାବି ଯୋଉ ନଉ କମିଶନ ବସ୍ତା ସେ କମିଶନ ରିପୋର୍ଟ କାହିଁ ବାହାରୁନି ବରହମପୁର ଏତେ ବଡ ଘଟଣା ହେଲା ତାର କମିଶନ ରିପୋର୍ଟ କାହିଁ ବାହାରୁନି ଆପଣ ମତେ କୁହନ୍ତୁ ମୁଁ ବୁଝିପାରୁନି କଣ ଏଇ ଶାସନ କଣ ଏବଂ ସେ ବର୍ତ୍ତମାନ କହିଲାଣି ଲକ୍ଷ୍ମୀନାଥ ସରସ୍ୱତୀ କମିଶନ ରିପୋର୍ଟ ବାହାରୁନି ଏ ବର୍ତ୍ତମାନ ଆଇନ ମନ୍ତ୍ରୀ କହିଲେଣି କମିଶନ ରିପୋର୍ଟ ମୁଖ୍ୟମନ୍ତ୍ରୀ ଅଫିସ ଗ୍ୟାପ୍ ହେଇଯାଉଛି ପୂର୍ବ ସରକାର ବର୍ତ୍ତମାନ ସରକାର ଗ୍ୟାପ୍ ହେଇଯାଇଛି ଏଇ ସରକାର କେତେବେଳେ ଯାଇଛି ଆମେ କହିପାରିବାନି ନା 2 ବର୍ଷ ଯାଇଛି କି 4 ବର୍ଷ ଯାଇଛି ଆମକୁ ଜଣା ଅଛି କି କିନ୍ତୁ ମୋର କହିବା କଥା ହଉଛି ହାଇକୋର୍ଟ କହିଲା ତମେ ଦାଖଲ କର ଉପସ୍ଥାପିତ କର ସାର୍ବଜନୀନ କର ଇଏ କରିପାରୁନାହାନ୍ତି ମୁଁ ହାଇକୋର୍ଟ କହିବା କଥା ଯେ ରିପୋର୍ଟ ହଜି ଯାଇଛି ହାଇକୋର୍ଟ ଜଣେଇଦେବା କଥା ଶୀଘ୍ର କରିଲେନି ମୋର କହିବା କଥା ହଉଛି ଆପଣ ଲୋକମାନଙ୍କୁ ଲୋକଙ୍କର କେତେ ବିଶ୍ୱାସ ଅଛି ଲୋକ ବିଶ୍ୱାସ କଲେ ବୋଲି 24 ବର୍ଷ ଶାସନକୁ ହଟେଇଲେ ବିଶ୍ୱାସ ତୁଟିଗଲାଣି ନାଇଁ ମୋହନ ମାଝୀଙ୍କ ସରକାର ଉପରୁ କଣ ବିଶ୍ୱାସ ତୁଟି ଯାଉଛି ବିଶ୍ୱାସ ଯୋଉ ଭରସା ନେଇକି ଲୋକମାନେ ଦେଇଥିଲେ ମୁଁ କହିଲି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ତ ଭରସା ଲୋକମାନଙ୍କର ମୁଖ୍ୟମନ୍ତ୍ରୀ ଏବଂ ଯୋଉ ଭରସା ନେଇକି ଆସିଥିଲେ ମୁଁ ଯୋଉଥିପାଇଁ କହୁଥିଲି
ଯେ ଓଡ଼ିଶାରେ ଗୋଟେ ନୂଆ ଯୁଗର ସୃଷ୍ଟି ହବ, ନୂଆ ବ୍ୟବସ୍ଥା ହବ। ଆପଣ ଶାସନ ବ୍ୟବସ୍ଥାରେ ଆପଣ କହିଲେ ବଢିଆ ଅସୁବିଧା ସବୁ କଥା ଢିଙ୍କି ବଗ ନାନୀ କଥା କୁହାଗଲା। କେତେ ମାନେ ମୁଁ କହୁନି ଅଲ୍ ଇଣ୍ଡିଆ ସର୍ଭିସେସ୍ ର ଅଫିସର ମାନେ ଯେ କୋଉ ଜାଗାରେ ରହିପାରନ୍ତି, ସେତେ ଓଡ଼ିଆ ଅନଓଡ଼ିଆ ଦେଖିବା ଉଚିତ ନୁହଁ। ତଥାପି ଆପଣ ଦେଖନ୍ତୁ କଣ ଓଡ଼ିଆ ଅସୁବିଧା ଓଡ଼ିଆ ଶାସନରେ ପ୍ରତିଫଳିତ ହଉଛି, କିଛି ପାହୁନି। ଓଡ଼ିଆ ପକ୍ଷ ପାଳନ କରାଯାଉଛି, ଓଡ଼ିଆ ପକ୍ଷ ସେ ମୋର କଥା ହଉଛି ସେଇ ପକ୍ଷ ପାଳନ ଉତ୍ସବରେ ଆପଣ ଅଧିକାଂଶ ଦେଖୁଛନ୍ତି ସେଲିବ୍ରେସନ ଅଛନ୍ତି। ଏଇଟା ସେଲିବ୍ରେସନ କଥା ହଉଛି, ଏଇଟା ବାସ୍ତବତା କଥା, ଲୋକ ଫରକ ଫିଲ୍ କରିବା କଥା। ଆପଣ ଯେମିତି କହିଲି ଭ୍ରଷ୍ଟାଚାର, ଏ ସରକାର ସବୁଠୁ କିନ୍ତୁ ବଡ ସଫଳତା ମୁଁ ଯୋଉଠି ମୋହନ ମାଝୀକି ପୂର୍ବ ସରକାର ଅପେକ୍ଷା 100 ଥର ସଲାମ କରିବି, ସେ ହଉଛି ଭିଜିଲାନ୍ସ ଯାହା କରୁଛି। ଭିଜିଲାନ୍ସ ଏ ସରକାର ଅମଳରେ କିଛି ଦୃଷ୍ଟାନ୍ତକାରୀ କାର୍ଯ୍ୟକ୍ରମ କରୁଛି। ଏবার ଦେଖିବେ ଦୃଷ୍ଟାନ୍ତକାରୀ କାର୍ଯ୍ୟକ୍ରମ 62-64 କେସ୍ ତ ଧରିଛନ୍ତି, ବଡ କଥା ନୁହେଁ। ବଡ ବଡ ଲୋକମାନଙ୍କୁ ଧରିଛନ୍ତି ଯୋଉମାନଙ୍କୁ କୋଟି କୋଟି ଟଙ୍କାର ସମ୍ପତ୍ତି ପ୍ରପର ସବୁ ଆଦାୟ ହେଇଛି, ଏବଂ ଆକୁ ରୋକୁନାହାନ୍ତି, ମୁଖ୍ୟମନ୍ତ୍ରୀ ରୋକୁନାହାନ୍ତି। ବିଜେପି ସରକାରରେ ଦୁର୍ନୀତି କମିଛି ବୋଲି ନାଇଁ ନାଇଁ, ଏ ଦିଗରେ ଗୋଟେ ଲଗାମ ଛଡା ଅନୁମତି ବା ସୁବିଧା ଭିଜିଲାନ୍ସକୁ ଦିଆଯାଇଛି, ଆଉ ଭିଜିଲାନ୍ସ ଦକ୍ଷତା ସହିତ କିନ୍ତୁ ସେଇ ଅନୁସାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସେଇଆ ହଉଛି କି ନାଇଁ। ଏବଂ ଏଇ କଥା କରିଦେଲେ ମଧ୍ୟ ଆଇନ ତଥାପି ଦୁର୍ନୀତି କମୁନି। କାହିଁକି ଦୁର୍ନୀତି ନ କମିବାର କାରଣ ହଉଛି ଦୁର୍ନୀତି ସେତେବେଳେ କମିବ ଯେତେବେଳେ ରାଜନୈତିକ ସ୍ତରରେ ଦୁର୍ନୀତି କମିବ। ରାଜନୈତିକ ସ୍ତରରେ ଦୁର୍ନୀତି କମୁଛି କି? ଅଛି ନା ନାଇଁ? ରାଜନୈତିକ ସ୍ତରରେ ଦୁର୍ନୀତି କମୁଛି କି? ଆପଣ କମୁଛି ନା ବଢୁଛି? ଆପଣ ନିଜେ କହୁନାହାନ୍ତି। ରାଜନୈତିକ ସ୍ତରରେ ବର୍ତ୍ତମାନ ଯୁଆଡେ ଯିବେ ଯୋଉଠିକି ଯିବେ ଗାଁ ଗହଳିରେ ଲୋକମାନେ କହୁଛନ୍ତି, ଶାସନ ବ୍ୟବସ୍ଥାରେ ଯୋଉମାନେ ଅଛନ୍ତି, ଶାସନ ସହିତ ଯୋଉମାନେ କାମ କରୁଛନ୍ତି, ତହସିଲ ଅଫିସ ଯାଉଛନ୍ତି, ଅମକ ଅଫିସ ଯାଉଛନ୍ତି, ସେମାନେ କହୁଛନ୍ତି ଏଇ ସରକାରୀ କଳରେ ପୂର୍ବରୁ ଯେପରି ଭାବରେ ବିଜେଡି ଶାସନ ସମୟରେ ଯୋଉ ଧାରା ଥିଲା, ଯୋଉ ପଇସା ଆଦାୟ ଯୋଉ ବଢିଛି, ଏଇଟା ବର୍ତ୍ତମାନ ଯୋଉ କହୁଛନ୍ତି ସେଇଟା ହିଁ ମତେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଯୋଉଟା ହବା କଥା ନୁହେଁ ଏ ସରକାର। ମୁଁ କହିଲି ଖଣି କଥା ଆପଣଙ୍କୁ କହିଲି, ଖଣି କଥା ଆପଣଙ୍କୁ କହିଲି, ଏଇସବୁ ଜିନିଷକୁ ଦେଖିଲେ ମୋର କଥା ଶାସନ ପରିବର୍ତ୍ତନ କଣ ହେଲା? ଆମେ ମୋହନ ମାଝୀଙ୍କୁ ଗୋଟେ ବଡ ଧନ ଶାସନ, ଆଚ୍ଛା କାହିଁକି ମୁଁ ଭାବୁଛି ସେ କରିବାର ଅସୁବିଧା, ସବୁଠୁ ବଡ ଅସୁବିଧା ହଉଛି ଆପଣ 2 ବର୍ଷ ସରକାର ହେଲାଣି, 2 ବର୍ଷ ସରକାର ପରେ ସେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରୁନାହାନ୍ତି। ଗୋଟେ 2 ବର୍ଷ ସରକାର ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରୁନାହାନ୍ତି, ନିଗମ ନିଯୁକ୍ତି କରିପାରୁନାହାନ୍ତି। ବଦଳିଲେ ନୁହଁ, ମନ୍ତ୍ରୀ ବଦଳିଲେ ଦେଖନ୍ତୁ, ମନ୍ତ୍ରୀ ଯେତେବେଳେ ହେଇଥିଲେ, ମୁଁ ଆଜି ପର୍ଯ୍ୟନ୍ତ କହୁଛି, ଯେତେବେଳେ ମନ୍ତ୍ରୀ ମାନେ ହେଲେ ଏ ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀ ମାନେ କେନ୍ଦ୍ରୀୟ ନେତୃତ୍ୱ ଦ୍ଵାରା ମନୋନୀତ ହେଇକି ହେଇଛନ୍ତି। ଅଧିକାଂଶ ମନ୍ତ୍ରୀଙ୍କର ଆମର ସମ୍ବିଧାନ ବ୍ୟବସ୍ଥା ଅନୁସାରେ କଣ, ମୁଖ୍ୟମନ୍ତ୍ରୀ ଦଳର ନେତା ଭାବରେ ହୁଅନ୍ତି, ମୁଖ୍ୟମନ୍ତ୍ରୀଙ୍କ ମନୋନୟନ କରି ଅନ୍ୟ ମନ୍ତ୍ରୀ ମାନେ। ତ ଆପଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ମନ ପସନ୍ଦର ମନ୍ତ୍ରୀ ମାନଙ୍କୁ ରଖିପାରୁନାହାନ୍ତି, ରଖିନାହାନ୍ତି। ଯାହା ଏଇଟା ଅଲ୍ ଇଣ୍ଡିଆ ଦଳ, କେନ୍ଦ୍ରୀୟ ନିଶ୍ଚୟ କେନ୍ଦ୍ରୀୟ ଅନୁମୋଦନ ଦରକାର, କିନ୍ତୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଇଥିଲେ କଣ ହେଇଥାନ୍ତା, 2 ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କର ଯୋଉ ଦକ୍ଷତା ବା ଅଭିଜ୍ଞତା ହେଇଛି, କୋଉ ମନ୍ତ୍ରୀ କୋଉ ବିଭାଗ ଚଲେଇ ପାରୁଛି, କିପରି ଚଲେଇବ, ସେ ବିଭାଗ ଦଳ ବଦଳ କରିପାରିବେ। ଯୋଉମାନଙ୍କ 2 ବର୍ଷ ଭିତରେ ବିଧାନସଭାରେ ବିଧାୟକ ମାନଙ୍କ ଦକ୍ଷତା ସେ ଦେଖିଲେନି, କାହାକୁ ନୂଆ ମନ୍ତ୍ରୀ ନେବେ ସେ ସ୍ଥିର କରିପାରୁ, ସେଇ କେନ୍ଦ୍ରୀୟ ନେତୃତ୍ୱ କରିବ, କିନ୍ତୁ ବର୍ତ୍ତମାନ ସୁପାରିଶଟା କିଏ କରିବ? ସୁପାରିଶଟା ମୁଖ୍ୟମନ୍ତ୍ରୀ କରିବେ, କିନ୍ତୁ ହେଇପାରୁନି। ସେଇଟା ମୁଖ୍ୟମନ୍ତ୍ରୀ, ଏଇଟା ହେଲେ କଣ ହବ? କର୍ପୋରେସନରେ ନିଯୁକ୍ତି ବି ହେଇପାରୁନି। ହେଲେ କଣ, ମୁଖ୍ୟମନ୍ତ୍ରୀଙ୍କ ଯୋଉ କର୍ତ୍ତୃତ୍ୱ ଆଉ ନେତୃତ୍ୱ ସ୍ଥାପିତ ହବ। ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ୱ ନେତୃତ୍ୱ ଆପଣ ଗଲା ସରକାର ଦେଖିଲେ, ଏ ୱାନ୍ ମ୍ୟାନ୍ ରୁଲ୍ ଭଳିଆ ଚାଲିଥିଲା। ସେ ଭିକେ ପାଣ୍ଡିଆନ କଣ କହିଦେଲା, ଚାରିଆଡେ ଚାଲୁଥିଲା, ମାନେ ଗୋଟେ ନେତୃତ୍ୱର ଯୋଉ ଥାର୍ଡ ଫ୍ଲୋର, ବର୍ତ୍ତମାନ ଥାର୍ଡ ଫ୍ଲୋର କିଏ କହୁଛନ୍ତି? କେହି କହୁନାହାନ୍ତି। କାହିଁ କହିବେ? କାହିଁ ନେତୃତ୍ୱ କର୍ତ୍ତୃତ୍ୱ ସେଠି ନାହିଁ ବୋଲି ଲୋକ ଭାବୁଛନ୍ତି। ପ୍ରତ୍ୟେକ ମନ୍ତ୍ରୀ ଜଣେ ଜଣେ ନେତୃତ୍ୱ, ପ୍ରତ୍ୟେକ ମନ୍ତ୍ରୀ ଗୋଟେ ଭଲ ନା ଖରାପ? ଜଣେ ନେତୃତ୍ୱ ନବ ଭିକେ ପାଣ୍ଡିଆନ? ନାଇଁ ନାଇଁ ନାଇଁ, ଶୁଣନ୍ତୁ ଆଜ୍ଞା, କଣ ହଉଛି ଅନେକ ସମୟରେ ଅନେକ କଥାରେ ଯୋଉ ସମ୍ବନ୍ଧ ସ୍ଥାପନ ହବା କଥା ହେଇପାରୁନି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁ ମନ୍ତ୍ରୀ ମାନେ ଯଦି ଆକାଉଣ୍ଟେବୁଲ ନ ହେବେ, ରିଅଲ ମିନିଷ୍ଟର ମଷ୍ଟ ବି ଆକାଉଣ୍ଟେବୁଲ ଟୁ ଚିଫ୍ ମିନିଷ୍ଟର, ହି ଇଜ ଦ ହେଡ୍। ସେଇ ଯୋଉ ଧାରାଟା ବହୁତ ଦରକାର। ସେ ଧାରାଟା କେତେବେଳେ ସ୍ଥାପିତ ହବ? ମନ୍ତ୍ରୀ ସେ ନିଜେ ସିଲେକ୍ଟ କରିନାହାନ୍ତି, ସେ କେନ୍ଦ୍ରୀୟ ନେତୃତ୍ୱ କରିଛି, ମନ୍ତ୍ରୀର ସମ୍ପ୍ରସାରଣ କରିପାରୁନାହାନ୍ତି, ମନ୍ତ୍ରୀ ମାନଙ୍କ ବିଭାଗ ବଦଳ, ଏଇଟା କଣ ଅଫିସର ଜାଣୁନାହାନ୍ତି? ତେଣୁ ଅଫିସର କାହାକୁ ଏଠୁ ନେଇକି ସେଠି ଗଲେ ମଧ୍ୟ ଅଫିସର ମାନେ ସବୁବେଳେ ଅନେଇଥାନ୍ତି ରାଜନୈତିକ ନେତୃତ୍ୱ କେତେ ଶକ୍ତିଶାଳୀ, ରାଜନୈତିକ ରାଜନୈତିକ ନେତୃତ୍ୱ ଏଠି ଶକ୍ତିଶାଳୀ ନୁହେଁ ବୋଲି ଆପଣ କହିବେ? ନେତୃତ୍ୱ ଶକ୍ତିଶାଳୀ ବୋଲି ପ୍ରମାଣିତ ହଉନି। ମୋର କହିବା କଥା ହଉଛି ଅମିତ ଶାହ ପାଖରେ ନେଇକିରି ଅମିତ ଶାହ କଥା, ବେଙ୍ଗଲର ଚିଫ ମିନିଷ୍ଟର ନିଯୁକ୍ତି ବେଳେ ଏଇଟା ଗୋଟେ ବଡ ଅନର। ଅମିତ ଶାହଙ୍କ କଥା ପଡିନି,
ଅମିତ ଶାହ ତ ନିଶ୍ଚୟ ଶକ୍ତିଶାଳୀ ଭାରତବର୍ଷ ମାନେ ମୁଁ ସ୍ୱରାଷ୍ଟ୍ରମନ୍ତ୍ରୀ କହୁଛି ଭାବରେ ମୋହନ ମାଝୀଙ୍କୁ ସାଙ୍ଗରେ ନେଇ ଅମିତ ଶାହ କହିଲେ ଯେ ମୁଖ୍ୟମନ୍ତ୍ରୀ କିଏ ହବ ବେଙ୍ଗଲର ନାଇଁ, ସିଏ ତ ଏଇଟା ମୋହନ ମୋହନ ମାଝୀଙ୍କ ପ୍ରତି ମୋହନ କେନ୍ଦ୍ର ମାଝୀଙ୍କର ନେତୃତ୍ୱ ନେତୃତ୍ୱ କର୍ତ୍ତୃତ୍ୱ ବଢିଛି ବ୍ୟକ୍ତିଗତ ଭାବରେ, କିନ୍ତୁ ମୋର ରାଜ୍ୟ ଶାସନରେ ତାଙ୍କର ଯୋଉ ନେତୃତ୍ୱ କର୍ତ୍ତୃତ୍ୱ ପ୍ରତିଷ୍ଠିତ ହେବା କଥା ସେଇଟା ପ୍ରତିଷ୍ଠା ହେବା ଦିଗରେ ଦିଟା ଜିନିଷ ନିହାତି ଦରକାର। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଭାଗ ଦଳର କ୍ଷମତା ମୁଖ୍ୟମନ୍ତ୍ରୀଙ୍କୁ ଦେବା ଉଚିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏଇ କ୍ଷମତା ମଧ୍ୟ ରହିବା ଦରକାର। ଏଇ ଯୋଉ ନିଗମ ଫିଗମ ବିକାଶ ଦଳମାନ ସହିତ ଆଲୋଚନା ହବ, ଦଳ ସରକାର ସହଯୋଗ କିନ୍ତୁ ହବ, ନେତୃତ୍ୱ କିନ୍ତୁ ମୁଖ୍ୟମନ୍ତ୍ରୀ। ନେତୃତ୍ୱ ନହେଲେ ନିଷ୍ପତ୍ତି ଯଦି ମୋର ଆଉ ଗୋଟେ କ୍ୱେଶ୍ଚିନ୍ ଲାଷ୍ଟ କ୍ୱେଶ୍ଚିନ୍ ରହିବ ରବି ବାବୁ, ଭଲ ଦିଗ ଭିତରେ ବହୁତ ବଡ ବଡ ବିଗ୍ ଟିକେଟ ଇନଭେଷ୍ଟମେଣ୍ଟ ଯାହାକୁ କହନ୍ତି ସେଇଟା ମୋହନ ମାଝୀଙ୍କ ସମୟରେ ଓଡିଶାରେ ହବା ପାଇଁ ଯାଉଛି, ଯାହାର ଗୋଟିଏ ପ୍ରଭାବ ପୁରା ଓଡିଶାର ଅର୍ଥନୀତି ଉପରେ ପଡିବା ପାଇଁ ଯାଉଛି। ତ ଏଥିରେ ଆପଣ ଖୁସି କି ନୁହେଁ? ମୁଁ ପ୍ରଥମ ଆରମ୍ଭରୁ କହିଛି ନା ଆପଣଙ୍କୁ, ମୁଁ କହିଲି ଯେ ବିଗ୍ ଇନଭେଷ୍ଟମେଣ୍ଟ ଯୋଉ ଧାରା ଗତ ସରକାର ବେଳେ ମଧ୍ୟ ଆରମ୍ଭ ହେଇଥିଲା ସେଇଟା ବର୍ତ୍ତମାନ ବ୍ୟାପକ ଅଧିକା ବଡ ବାଟ ଯାଇଛି, ଅଧିକା ବଡ ଏବେ ଖୋର୍ଦ୍ଧା ପାଖରେ ଯୋଉ ହଉଛି ଟେକ୍ସଟାଇଲ ସେକ୍ଟର ଯୋଉ ବ୍ୟବହାର ହଉଛି ଆଉ ଅନ୍ୟାନ୍ୟ କଥା ହବ, ସେମି କଣ୍ଡକ୍ଟର ହବାକୁ ଯାଉଛି, ଏ ହବ କିନ୍ତୁ ହେଇକି ତାର ଫ୍ରୁଟଫୁଲ ହେବା ପାଇଁ ହେଲେ ସମୟ ଲାଗିବ ଆପଣ ଯେମିତି କହିଲେ। କିନ୍ତୁ ଓଡିଶାରୁ ଦାଦନ ଶ୍ରମିକ କମୁଛି କି? ଓଡିଶାର ଯୋଉ ଡିସପାରିଟି ଅଛି ସେ ଯାଉନି। ମୁଁ କହିବା କଥା ହଉଛି ଓଡିଶା ଲୋକ, ଓଡିଶାରେ ମୁଁ କହିଲି ଯେମିତି କୋଇଲା ଖଣିଜ ସମ୍ପଦ କୋଇଲା ଖନନ ଚାଲିଛି, ଲୋକମାନଙ୍କ ଅବସ୍ଥା କଣ ହଉଛି ସେ ସବୁ ଅଞ୍ଚଳରେ। ଆପଣ ଦେଖନ୍ତୁ ଇଲେକ୍ଟ୍ରିସିଟି ପ୍ରତିଦିନ ଏତେ ଖରା ଏତେ ଅବସ୍ଥା ଭିତରେ ପ୍ରତିଦିନ ସବୁଆଡେ ଶୁଣିବେ ଘଣ୍ଟା 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ଧରି ବିଦ୍ୟୁତ କାଟ। କାହିଁକି ହବ? କାହିଁକି ହବ? আর কি জবাব দিনে দিনে প্রতিদিন আর জবাব কিଏ ଦବ? ରବାବୁ ତଥାପି ମୋର ଲାଷ୍ଟ କ୍ୱେଶ୍ଚିନ୍ ରହିବ ଯେ ଆପଣ କେତେ ନମ୍ବର ଦେବେ ଏ ବର୍ଷ? ନାଇଁ ନାଇଁ ମୁଁ ବର୍ତ୍ତମାନ ନମ୍ବର ଦେବା ଟିକେ ଡରୁଛି। ମୋର ବ୍ୟକ୍ତିଗତ ଭାବରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ ଦୃଢ଼ୀଭୂତ ହୁଅନ୍ତୁ, ଶକ୍ତିଶାଳୀ ହୁଅନ୍ତୁ, କାହିଁକିନା ଏଣ୍ଟାୟାର ବିଜେପି ଦଳ ଭିତରେ ମୁଁ ଭାବୁଛି ବର୍ତ୍ତମାନ ହି ଦି ବେଷ୍ଟ ଚଏସ୍। କାହିଁକିନା ସେ ଗୋଟେ ଏଭଳି ଶ୍ରେଣୀକି ରିପ୍ରେଜେଣ୍ଟ କରୁଛନ୍ତି ଯୋଉ ଶ୍ରେଣୀର ଓଡିଶାରେ 24% ଲୋକ ଅଛନ୍ତି ଏବଂ ସେମାନେ ସବୁଠୁ ମାର୍ଜିନାଲାଇଜ ସମାଜ, ସେ ସ୍ୱର୍ଗ ଭିତରୁ ସେ ଆସିଛନ୍ତି ଏବଂ ତାର ମାର୍କ କେତେ ଦେବେ ଏ ଗୋଇଂ ବାଇ ଦ ପରଫର୍ମାନ୍ସ? ମୁଁ ଗଲା ଥରକୁ ଯେତିକି ଦେଇଥିଲି ସେ ମାର୍କ ଏବେ ଦେଇପାରୁନି ସରକାରକୁ, 60% ତଳେ ରଖୁଛନ୍ତି। ମୁଁ ବର୍ତ୍ତମାନ ନମ୍ବର ଦେବାକୁ ଚାହିଁବି ନାହିଁ, କିନ୍ତୁ ଏତିକି କଥା କହିବି ମୁଁ ବ୍ୟକ୍ତିଗତ ଭାବରେ ଏ ସରକାର କାର୍ଯ୍ୟରେ ମୁଁ ବହୁତ ଖୁସି ନୁହେଁ। ମୁଁ ଭାବୁଛି ମୋହନ ମାଝୀ ଆଉ ଯଥେଷ୍ଟ ଭଲ କରିବା କଥା, ସେ ଯାହା କରୁଛନ୍ତି ପ୍ରଥମ ଯେମିତି ଆରମ୍ଭ କରୁଥିଲେ ସେ ଅନୁସାରେ ଆଗକୁ ଯାଉ। 60% ତଳେ ଦେବେ ନା ଉପରେ ଦେବେ? ନାଇଁ ମୁଁ ବର୍ତ୍ତମାନ ମୁଁ କହିଲି ପରା ସେ ଦେଇପାରୁନି, ମୁଁ ବର୍ତ୍ତମାନ ଏ ମାର୍କ ବଢେଇତେ ପାରିବିନି, ମାର୍କ କମେଇବି କେତେ କମେଇବି ମୁଁ ସେ ଚିନ୍ତା କରୁଛି। ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ରବି ଦାସ ଆପଣଙ୍କର ମତାମତ ପାଇଁ। ମୋହନ ମାଝୀଙ୍କ ସରକାର କେତେ ମାର୍କ ପାଇବା ଉଚିତ, ଯଦି ଆପଣ ଭଲ ଭାବରେ ସରକାରଙ୍କର କାର୍ଯ୍ୟକଳାପକୁ ଦେଖୁଛନ୍ତି, ଭଲ କାମ ଦେଖୁଛନ୍ତି, ସରକାରଙ୍କର ତ୍ରୁଟି ବିଚ୍ୟୁତି ଦେଖୁଛନ୍ତି ତ କେତେ ମାର୍କ ପାଇବା ଉଚିତ ଏ ସମ୍ପର୍କରେ ଆପଣ ମଧ୍ୟ କମେଣ୍ଟ ବକ୍ସରେ ଲେଖନ୍ତୁ ଏବଂ ଆମ ଚ୍ୟାନେଲ ନ୍ୟୁଜ ରୁମକୁ ସବସ୍କ୍ରାଇବ କରନ୍ତୁ, ଆମ ଭଳି ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରନ୍ତୁ। ଧନ୍ୟବାଦ, ନମସ୍କାର। ବର୍ଷେ ଭିତରେ ସବୁ ଏଇ ହବା କଥା ନୁହଁ, ସେଇଟାକୁ ମୁଁ ଗୁରୁତ୍ୱ ଦଉନି। ଆମେ ଗୁରୁତ୍ୱ ଦବା ଗୋଟେ ରାଜ୍ୟ ସରକାର, ରାଜ୍ୟ ସରକାର ପ୍ରାଇମେରୀ ଡ୍ୟୁଟି କଣ ହଉଛି? ପ୍ରାଇମେରୀ ଡ୍ୟୁଟି ହଉଛି ରାଜ୍ୟର ଶାସନ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଧନ ଜୀବନ ଲୋକମାନଙ୍କୁ ନିରାପଦ ରଖିବା ପ୍ରାଇମେରୀ ଡ୍ୟୁଟି। 2 ବର୍ଷ ଭିତରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରିପାରୁନାହାନ୍ତି? କଣ ସରକାରର ଭଲ କଥା କିଛି ଆପଣ ଦେଖିପାରୁନାହାନ୍ତି? ମୁଁ କହିଲି ଭଲ କଥା ପ୍ରଥମ ବର୍ଷ ନମ୍ବର 1 ଭଲ କଥା ହେଇଥିଲା ଯେ ଚାଷୀ ମାନଙ୍କୁ ମୁଁ ଗୋଟେ ବହୁତ ତାର ବଡ ସମର୍ଥକ, ସେ 3100 ଟଙ୍କା ଦେବେ ବୋଲି କହିଲେ ଏବଂ ଦେଲେ ମଧ୍ୟ। କିନ୍ତୁ ଏଥର ଦେଖାଗଲା ଯୋଉ ଟୋକନ ଏଥରକ ଯାହାର ଯେତିକି ଜମି ଧାନ ହେଇଛି ସେତିକି ଆଉ ଟୋକନ ଦେଲେନି, 50% କମି 50% ଲେଖା ଧାନ ଲୋକଙ୍କ ପାଖରେ ଅଛି ସେ ବିକି ପାରିଲେନି, ଏଇ ମୂଲ୍ୟରେ ବିକି ପାରିଲେନି। ଏ ବର୍ଷ କଣ ହବ ତାର ମଧ୍ୟ ସନ୍ଦେହ ହଉଛି, ଚାଷୀମାନେ ଯଦି ସନ୍ତୁଷ୍ଟ ରହିଲା। ଦ୍ୱିତୀୟ କଥା ଦେଖନ୍ତୁ, ଆଉ ଗୋଟେ ବଡ କଥା ହେଲା, ମୁଁ କହିଥିଲି ବଡ କଥା 4 ଦ୍ୱାର ଖୋଲିଦେଲେ ଗଣ୍ଠି ମଣ୍ଠି ଆରମ୍ଭ ରତ୍ନ ଭଣ୍ଡାର ହେଲା, କିନ୍ତୁ ରତ୍ନ ଭଣ୍ଡାର ଚାବି ଯୋଉ ନଉ କମିଶନ ବସ୍ତା ସେ କମିଶନ ରିପୋର୍ଟ କାହିଁ ବାହାରୁନି? ବରହମପୁର ଏତେ ବଡ ଘଟଣା ହେଲା ତାର କମିଶନ ରିପୋର୍ଟ କାହିଁ ବାହାରୁନି? ଆପଣ ମତେ କୁହନ୍ତୁ ଦିଜା, ମୁଁ ବୁଝିପାରୁନି କଣ ଏଇ ଶାସନ କଣ ଏବେ ଏ ବର୍ତ୍ତମାନ କହିଲାଣି ଲକ୍ଷ୍ମୀନାଥ ସରସ୍ୱତୀ କମିଶନ ରିପୋର୍ଟ ବାହାରୁନି, ଏ ବର୍ତ୍ତମାନ ଆଇନ ମନ୍ତ୍ରୀ କହିଲେଣି କମିଶନ ରିପୋର୍ଟ ମୁଖ୍ୟମନ୍ତ୍ରୀ ଅଫିସକୁ ଗ୍ୟାପ୍ ହେଇଯାଉଛି ଏବଂ ଏଇ କଥା କରିଦେଲେ ମଧ୍ୟ ଆଇନ ତଥାପି ଦୁର୍ନୀତି କମୁନି। କାହିଁକି ଦୁର୍ନୀତି ନ କମେଇବାର କାରଣ ହଉଛି
दुर्नीति सेतिबेले कमिब जिते राजनैतिक स्तर में दुर्नीति कमिब। नमस्कार दर्शक बंधु, गत वर्ष जेतबळे सरकार को गोटे वर्ष पूरी थिला सेतबळे रब बाबूंकर कमेंट को नहीं बहुत चर्चा होता। सेतबळे प्रश्न उठिथिला जे सरकार गोटे वर्ष पूर्ण हवा पई जाउची आपण केते मार्क देबे। रब बाबू सेतबळे कहिथिले मु फर्स्ट क्लास देबी अर्थात 60% मार्क। आज जेतबळे सरकार को 2 वर्ष पुरुची ओडिसा जने अभिज्ञ सांबादिक जे राजनीति रे रुचि रखंती, जे खबर कागज संपादना क्षेत्र रे ना करिसंती, टीवी जर्नलिज्म रे जानकर गोटी अभिज्ञता रही जे सबु दिन टीवी चैनल मानकू वाइट दियंती। से तो रविदास आज कहबे 2 वर्ष जेतबळे सरकार को पड़ुची मोहन माझी सरकार को सेतबळे से सरकार को केते मार्क नहीं मु मोहन माझी विषय कही मोहन माझी वर्षे पड़ा मुझे फास्ट क्लास देवी मु सुपर फास्ट क्लास दौनी कहीं सी आसिकी गोटे नुआ जिन आरंभ कले मु बहुत मत से बहुत आप्रिसीएट लगी आम गला 24 वर्ष मुख्यमंत्री देखते मुख्यमंत्री लोक को जापारे मुख्यमंत्री बहुत दूर लोक भावुले मुख्यमंत्री बहुत दूर मुख्यमंत्री भेट गोटे स्वप्न कर देखा भाया लगुला लोक किंतु ये गोटे मुख्यमंत्री लोक भेटुंट आस लोक कथा शुणुंट से अनुसार से लोक मुख्यमंत्री गोटे प्रयास कले खाली से टिके नुहे से जो कथा केते कथा निर्वाचन जो प्रतिश्रुति दिखाई 2-4टी घटना भल कले सब बड़ कथा ठीक अच्छी बड़ कथा आहरी बड़ कथा ओडिशा भाया राज्य रे सामंतवादी राजनीतिक प्रशासनिक व्यवस्था जो अच्छी से आदिवासी लोक निर्वाचन पर राज्य मुख्यमंत्री हवा मु बहुत से उत्साहित होती गोटे नुआ पदक्षेप प्रथम वर्ष भाविली से जो भाव में दृष्टिभंगी थिला मु भावुली से आगु को जीवा कथा किंतु द्वितीय वर्ष मोर तांकर माने सरकार विषय जे सरकार को सफलता नहीं साधारण भी लोकंकर प्रश्न उठुची मो मन भीतर सांबादिक मार्क केते दोछन शुणु मु बर्तमान गला वर्ष जहाँ मार्क देती वर्ष मार्क दे पारुनी सरकार को केते मार्क दोछन किंतु कथा होची फर्स्ट क्लास पाइबो कि नहीं सरकार ना मु दे पारुनी पर मु कहली ऐसा कहि पार दे पारुनी तार कारण होची देखो विभिन्न क्षेत्र गुड़ा सरकार को लोक जज करे केमिति आपण विनियोग आसुची बड़ बड़ कंपनी माने आसुचंती गला सरकार भी आसुला आउ टिके बढ़ी जाइछि से विनियोग हवा फल रे आसीबा फल रे ओडिशा किछि हठात नियुक्ति बढ़ी जिबार बर्तमान संभावना नाही से दादन श्रमिक के लोक जाउछन आपण कथा वर्ष भितर सब एई हवा कथा नु सेटा को गुरुत्व दउनी आमे गुरुत्व दबा गोटे राज्य सरकार को राज्य सरकार प्राइमरी ड्यूटी कोन होछि प्राइमरी ड्यूटी होछि राज्यर शासन व्यवस्था आईन श्रृंखला व्यवस्था को धन जीवन लोक निरापद रखिबा फर्स्ट प्राइमरी ड्यूटी सेकेंड होछि जमी जमा व्यवस्था सुरक्षित रखिबा रेवेन्यू जंडार विपर्य को मुकाबला करिबो ये होछि प्रथम जो कार्य एवं द्वितीय कार्य राज्यर जो खनिज जो संपद अच्छी से संपद सुरक्षा करिबो एवं चतुर्थ जोटा कौन गुरुत्वपूर्ण आप जानते सब जेको राज्य सरकार पे गुरुत्वपूर्ण ओडिशा पे आहरी गुरुत्वपूर्ण सब शिक्षा स्वास्थ्य ये चारिटाक दिगरे एमानकर किसी जुगान्तकारी भूमिका नहीं पारि नाहंती आपण देखि पारुना नहीं मु देखि पारुनी कोन मु देखुची आईन श्रृंखला क्षेत्र रे आज तो देखुछु काली डीजी निष्पत्ति कले आईन श्रृंखला अवस्था खराब होइतरु प्रति वरिष्ठ अधिकारी मानकू एडीजे रैंकर अधिकारी मानकू आईपीएस ऑफिसर मानकू विभिन्न जिला दायित्व दैछन आपण देखछन आज बाहर देखछन ना काई दैछन बिकॉज आईन श्रृंखला अवस्था डिटोरेशन हेची सरकार निजे मानछन। द्वितीय कथा होची आपण देखंतु आपण शिक्षा व्यवस्था रे आमे कोन देखिबा शिक्षा गोदावरी से होची से कहा होची किंतु गोदावरी ओडिसा रे नीति आयोग जो सर्वे करूची देखुची जे ओडिसा रा अधिकांश से जो स्कूल शिक्षा अनुष्ठान रे जातीय स्तर पर से ओडिसा मध्ये अधिकांश 70-80 शिक्षक को अनुपयुक्त लोक शिक्षक अछंती ओडिसा रा एजुकेशन स्टैंडर्ड मध्ये बहुत पुअर अष्टम श्रेणी पिला तृतीय श्रेणी पिला पाठ पढ़ी पारना भीतर कोन सरकार एई जो मैजिक शुणंतु
स्कूल कॉलेज गुड़िक जो वैकेंसी जो असुविधा थिला से असुविधा मु निज गाँव भी अच्छी अन्य अच्छी आपण सरकार बर्तमान कहते आम सब यूनिवर्सिटी वैकेंसी पूरण करूँ वैकेंसी पूरण करने को साहस भी होनी भाई चांसलर नियुक्ति करूँ ए भाई चांसलर नियुक्ति कले ए भाई चांसलर सिलेक्शन भी गोटे सन्देह आसूँ लोक भितर क्वालिफाइड रियल टैलेंटेड पीपुल भाई चांसलर होती ना से विषय में सन्देह रही है भाई चांसलर नियुक्ति में बर्तमान शिक्षक नियुक्ति में जो असिस्टेंट प्रोफेसर हेबे अमक नियुक्ति हेबे से नियुक्ति पर कहला शिक्षा विभाग कहला ये सबू कमिटी भाई चांसलर मैंने से विजिलेंस वाला ने विश्वास को विजिलेंस नजर रखियो तार माने स्वच्छ निरपेक्ष सहित रिक्रुटमेंट करेंगे तार विश्वास भी ना वैकेंसी बहुत आपन वैकेंसी बहुत तृतीय कथा हूँ आपण स्वास्थ्य क्षेत्र में देखु स्वास्थ्य क्षेत्र में कले कौन गोपबंधु कले आयुष्मान भारत अच्छी से सरकारी स्वास्थ्य मागणा स्वास्थ्य सुविधा मिलूँ किंतु विजु स्वास्थ्य कल्याण जी सुविधा लोक पाते से सुविधा बर्तमान कमी जाइए लोक किंतु अच्छे है बोली मुझे कहबी किंतु मुझे कहली खनिज संपद निजे खनिज संपद क्षेत्र में निजे एडिशनल चीफ सेक्रेटरी जे कि खनि विभाग सचिव अच्छा से लिखिले खनि विभाग निर्देशक कौन लिखिले ये व्यापक बेआईनी खनि कारबार चली राज्य में कौन कौन खनि बेआईनी खनि कारबार अच्छे आपको कठोर हुआ दृष्टि दियो मु जो कथा 2010 सुप्रीमकोर्ट गला बेले जो जो बेआईनी खनि कारबार कथा कहूली आज अच्छी तार कि सरकार है किंतु आम खनि नीलाम बढ़ुची प्रतिदिन खनि नीलाम हो 11टा खनि नीलाम हम खनि नीलाम हम बेआईनी खनि कारबार आपण बाली दृश्य कौन गोड़ीर दृश्य कौन से बाली माफिया मान राजनीति एवं भी अच्छी जो जिन जो परिवर्तन हवा कथा है कि 2 वर्ष भितर किसी परिवर्तन लक्ष्य कर पारना कौन सरकार भल कथा किसी आप देख पारना कहली भल कथा प्रथम वर्ष नंबर 1 भल कथा होता जे चाषी मान को गोटा बहुत तार बड़ समर्थक जे 3100 टंका देव बोली कहले देले देखो 31 टंका देदेले तार एमएसपी बढ़ी बढ़ी गला से अनुसार काटिले किंतु एथर देखा गला जो टोकन एथरक जार जी जमी धान होती टोकन देले 50% कम 50% लेखा धान लोक पाखे अच्छी से बिकी पारे यही मूल्य बिकी पारे ए वर्ष कौन हम तार मत सन्देह हो चाषी मान भी असंतोष रहा द्वितीय कथा देखो आ गोटे बड़ कथा है मुझे बड़ कथा चारिद्वार खोलीदे गंटी मंटी आरम रत्न भंडार कम किंतु रत्न भंडार चाबी जो नौ कमिशन बता से कमिशन रिपोर्ट कहीं बाहर बरसपुर एत बड़ घटना है तार कमिशन रिपोर्ट कहीं बाहर आप मत कहतु दुजार मुझे बुझीपार कौन ये शासन कौन बर्तमान कहलानी लक्ष्मणानंद सरस्वती कमिशन रिपोर्ट ही बाहर बर्तमान आईन मंत्री कहले कमिशन रिपोर्ट मुख्यमंत्री ऑफिस में गैप हो जाए पूर्व सरकार वर्तमान सरकार गैप हो जाए सरकार केते जाए आम कहीपर ना 2 वर्ष जाए कि 4 वर्ष तले जाए आमको जना अच्छी कि मोर कह कथा हूँ हाईकोर्ट कहला तुम दाखल कर उपस्थापित कर सार्वजनिक कर ये कर पाना हाईकोर्ट कहवा कथा जे रिपोर्ट हजि जाइए हाईकोर्ट जनईदेवा कथा शीघ्र करें मोर कह कथा हूँ आपण लोक मान लोक केते विश्वास अच्छी लोक विश्वास कले बोली 24 वर्ष शासन को हटाइले विश्वास टूटी गला नहीं मोहन माझी को सरकार ऊपर कौन विश्वास टूटी जाउछे विश्वास अरे विश्वास जन जो भरोसा नहीं कि लोक मान देथिले मु कहली जने आदिवासी मुख्यमंत्री तो भरोसा लोक मान मुख्यमंत्री एवं जो भरोसा नहीं कि आसले मु जो कहतुली जे ओडिसा रे गोटे नुआ जुगर सृष्टि हबो नुआ व्यवस्था हबो आपण शासन व्यवस्था रे आपण कहले बढ़िया सुविधा सब कथा लिंकी बग नानी कथा कहा गला केते माने मु कहूनी ऑल इंडिया सर्विसेज रो ऑफिसर माने जे कोन जगह रे रही पारन से ओडिया नोडिया देखा उचित तथापि आप देखो कौन ओडिया अस्मिता ओडिया शासन प्रतिफलित होउछि किछि पाहुनी ओडिया पक्ष पालन करा जाउछि ओडिया पक्ष से मोर कथा होछि से पक्ष पालन उत्सव रे आपण अधिकांश देखुछन्ति सेलिब्रेशन अछन्ति एटा सेलिब्रेशन कथा एटा वास्तवता कथा लोक फरक फील करिया कथा आपण जेम कहली भ्रष्टाचार ए सरकार सबटु बड़ सफलता मु जोति मोहन माझी के पूर्व सरकार अपेक्षा 100 थर सलाम करिवि से हूँ भिजिलांस जहाँ कर भिजिलांस ए सरकार अमल किसी दृष्टान्तकारी कार्यक्रम कर देखिए दृष्टान्तकारी कार्यक्रम 62-64 केस तो धरी बड़ कथा नुहे बड़ बड़ कोड़ी लोक धरी जो मान कोटी कोटी टंकार संपत्ति प्रॉपर्टी सब आदाय आपको रोकू ना मुख्यमंत्री रोकू ना बीजेपी सरकार रे दुर्नीति कमी बोली नाई नाई ए दिगे गोटे लगाम छड़ा अनुमति बा सुविधा विजिलेंस को दिया जाइए
ଅଭିଯାନ ସେ ଦକ୍ଷତା ସହିତ କିନ୍ତୁ ସେଇ ଅନୁସାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସେଇଆ ହଉଛି କି ନାଇଁ ଏବଂ ଏଇ କଥା କରିଦେଲେ ମଧ୍ୟ ଆଇନ ତଥାପି ଦୁର୍ନୀତି କମୁନି କାହିଁକି ଦୁର୍ନୀତି ନ କମିବାର କାରଣ ହଉଛି ଦୁର୍ନୀତି ସେତେବେଳେ କମିବ ଯେତେବେଳେ ରାଜନୈତିକ ସ୍ତରରେ ଦୁର୍ନୀତି କମିବ ରାଜନୈତିକ ସ୍ତରରେ ଦୁର୍ନୀତି କମୁଛି କି ଅଛି ନା ନାଇଁ ରାଜନୈତିକ ସ୍ତରରେ ଦୁର୍ନୀତି କମୁଛି କି ଆପଣ କମୁଛି ନା ବଢୁଛି ଆପଣ ନିଜେ କହୁନାହାନ୍ତି ରାଜନୈତିକ ସ୍ତରରେ ବର୍ତ୍ତମାନ ଯୁଆଡେ ଯିବେ ଯୋଉଠିକି ଯିବେ ଗାଁ ଗହଳିରେ ଲୋକମାନେ କହୁଛନ୍ତି ଶାସନ ବ୍ୟବସ୍ଥାରେ ଯୋଉମାନେ ଅଛନ୍ତି ଶାସନ ସହିତ ଯୋଉମାନେ କାମ କରୁଛନ୍ତି ତହସିଲ ଅଫିସ ଯାଉଛନ୍ତି ଅମକ ଅଫିସ ଯାଉଛନ୍ତି ସେମାନେ କହୁଛନ୍ତି ଏଇ ସରକାରୀ କଳରେ ପୂର୍ବରୁ ଯେପରି ଭାବରେ ବିଜେଡି ଶାସନ ସମୟରେ ଯୋଉ ଧାରା ଥିଲା ଯୋଉ ପଇସା ଆଦାୟ ଯୋଉ ସେଇଟା ବଢିଛି ଏଇଟା ବର୍ତ୍ତମାନ ଯୋଉ କହୁଛନ୍ତି ସେଇଟା ହିଁ ମତେ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଯୋଉଟା ହବା କଥା ନୁହେଁ ଏ ସରକାର ମୁଁ କହିଲି ଖଣି କଥା ଆପଣଙ୍କୁ କହିଲି ଖଣି କଥା ଆପଣଙ୍କୁ କହିଲି ଏଇସବୁ ଜିନିଷକୁ ଦେଖିଲେ ମୋର କଥା ଶାସନ ପରିବର୍ତ୍ତନ କଣ ହେଲା ଆମେ ମୋହନ ମାଝୀଙ୍କୁ ଗୋଟେ ବଡ ଧନ ଶାସନ ଆଚ୍ଛା କାହିଁକି ମୁଁ ଭାବୁଛି ସେ କରିବାର ଅସୁବିଧା ସବୁଠୁ ବଡ ଅସୁବିଧା ହଉଛି ଆପଣ 2 ବର୍ଷ ସରକାର ହେଲାଣି 2 ବର୍ଷ ସରକାର ପରେ ସେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିପାରୁନାହାନ୍ତି ଗୋଟେ 2 ବର୍ଷ ସରକାର ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିପାରୁନାହାନ୍ତି ନିଗମ ନିଯୁକ୍ତି କରିପାରୁନାହାନ୍ତି ବଦଳିଲେ ନୁହଁ ମନ୍ତ୍ରୀ ବଦଳିଲେ ଦେଖନ୍ତୁ ମନ୍ତ୍ରୀ ଯେତେବେଳେ ଆମେ ହେଇଥିଲେ ମୁଁ ଆଜି ପର୍ଯ୍ୟନ୍ତ କହୁଛି ଯେତେବେଳେ ମନ୍ତ୍ରୀ ମାନେ ହେଲେ ଏ ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀ ମାନେ କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ମନୋନୀତ ହେଇକି ହେଇଛନ୍ତି ଅଧିକାଂଶ ମନ୍ତ୍ରୀଙ୍କର ଆମର ସମ୍ବିଧାନ ବ୍ୟବସ୍ଥା ଅନୁସାରେ କଣ ମୁଖ୍ୟମନ୍ତ୍ରୀ ଦଳର ନେତା ଭାବରେ ହୁଅନ୍ତି ମୁଖ୍ୟମନ୍ତ୍ରୀଙ୍କ ମନୋନୟନ କରି ଅନ୍ୟ ମନ୍ତ୍ରୀ ମାନେ ଆପଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ମନ ପସନ୍ଦର ମନ୍ତ୍ରୀ ମାନଙ୍କୁ ରଖିପାରୁନାହାନ୍ତି ରଖି ନାହାନ୍ତି ଯାହା ଏଇଟା ଅଲ ଇଣ୍ଡିଆ ଦଳ କେନ୍ଦ୍ରୀୟ ନିଶ୍ଚୟ କେନ୍ଦ୍ରୀୟ ଅନୁମୋଦନ ଦରକାର କିନ୍ତୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଇଥିଲେ କଣ ହେଇଥାନ୍ତା 2 ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କର ଯୋଉ ଦକ୍ଷତା ବା ଅଭିଜ୍ଞତା ହେଇଛି କୋଉ ମନ୍ତ୍ରୀ କୋଉ ବିଭାଗ ଚଲେଇ ପାରୁଛି କିପରି ଚଲେଇବ ସେ ବିଭାଗ ଦଳ ବଦଳ କରିପାରିବେ ଯୋଉମାନଙ୍କ 2 ବର୍ଷ ଭିତରେ ବିଧାନସଭାରେ ବିଧାୟକ ମାନଙ୍କ ଦକ୍ଷତା ସେ ଦେଖିଲେନି କାହାକୁ ନୂଆ ମନ୍ତ୍ରୀ ନେବେ ସେ ସ୍ଥିର କରିପାରୁ ସେଇ କେନ୍ଦ୍ରୀୟ ନେତୃତ୍ୱ କରିବ କିନ୍ତୁ ବର୍ତ୍ତମାନ ସୁପାରିଶଟା କିଏ କରିବ ସୁପାରିଶଟା ମୁଖ୍ୟମନ୍ତ୍ରୀ କରିବେ କିନ୍ତୁ ହେଇପାରୁନି ସେଇଟା ମୁଖ୍ୟମନ୍ତ୍ରୀ ଏଇଟା ହେଲେ କଣ ହବ କର୍ପୋରେସନରେ ନିଯୁକ୍ତି ବି ହେଇପାରୁନି ହେଲେ କଣ ମୁଖ୍ୟମନ୍ତ୍ରୀଙ୍କ ଯୋଉ କର୍ତ୍ତୃତ୍ୱ ଆଉ ନେତୃତ୍ୱ ସ୍ଥାପିତ ହବ ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ୱ ନେତୃତ୍ୱ ଆପଣ ଗଲା ସରକାର ଦେଖିଲେ ଏ ୱାନ୍ ମ୍ୟାନ୍ ରୁଲ୍ ଭଳିଆ ଚାଲିଥିଲା ସେ ଭିକେ ପାଣ୍ଡିଆନ କଣ କହିଦେଲା ଚାରିଆଡେ ଚାଲୁଥିଲା ମାନେ ଗୋଟେ ନେତୃତ୍ୱର ଦରକାର ଯୋଉ ଥାର୍ଡ ଫ୍ଲୋର ବର୍ତ୍ତମାନ ଥାର୍ଡ ଫ୍ଲୋର କିଏ କହୁଛନ୍ତି କେହି କହୁନାହାନ୍ତି କାହିଁ କହିବେ କାହିଁ ନେତୃତ୍ୱ କର୍ତ୍ତୃତ୍ୱ ସେଠି ନାହିଁ ବୋଲି ଲୋକ ଭାବୁଛନ୍ତି ପ୍ରତ୍ୟେକ ମନ୍ତ୍ରୀ ଜଣେ ଜଣେ ନେତୃତ୍ୱ ପ୍ରତ୍ୟେକ ମନ୍ତ୍ରୀ ମନ୍ତ୍ରୀ ଗୋଟେ ଭଲ ନା ଖରାପ ଜଣେ ନେତୃତ୍ୱ ନବ ଭିକେ ପାଣ୍ଡିଆନ ନାଇଁ ଶୁଣନ୍ତୁ ଆଜ୍ଞା କଣ ହଉଛି ପାୱାର ରହିବାଟା ଭଲ ଅନେକ ସମୟରେ ଅନେକ କଥାରେ ଯୋଉ ସମ୍ବନ୍ଧ ସ୍ଥାପନ ହବା କଥା ହେଇପାରୁନି ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁ ମନ୍ତ୍ରୀ ମାନେ ଯଦି ଆକାଉଣ୍ଟେବୁଲ ନ ହେବେ ମିନିଷ୍ଟର ମଷ୍ଟ ବି ଆକାଉଣ୍ଟେବୁଲ ଟୁ ଚିଫ୍ ମିନିଷ୍ଟର ହି ଦ ହେଡ୍ ସେଇ ଯୋଉ ଧାରାଟା ବହୁତ ଦରକାର ସେ ଧାରାଟା କେତେବେଳେ ସ୍ଥାପିତ ହବ ମନ୍ତ୍ରୀ ସେ ନିଜେ ସିଲେକ୍ଟ କରିନାହାନ୍ତି ସେ କେନ୍ଦ୍ର ନେତୃତ୍ୱ କରିଛି ମନ୍ତ୍ରୀର ସମ୍ପ୍ରସାରଣ କରିପାରୁନାହାନ୍ତି ମନ୍ତ୍ରୀ ମାନଙ୍କ ବିଭାଗ ବଦଳ ଏଇଟା କଣ ଅଫିସର ଜାଣୁନାହାନ୍ତି ତେଣୁ ଅଫିସର କାହାକୁ ଏଠୁ ନେଇକି ସେଠି ଗଲେ ମଧ୍ୟ ଅଫିସର ମାନେ ସବୁବେଳେ ଅନେଇଥାନ୍ତି ରାଜନୈତିକ ନେତୃତ୍ୱ କେତେ ଶକ୍ତିଶାଳୀ ରାଜନୈତିକ ରାଜନୈତିକ ନେତୃତ୍ୱ ଏଠି ଶକ୍ତିଶାଳୀ ନୁହେଁ ବୋଲି ଆପଣ କହିବେ ନେତୃତ୍ୱ ଶକ୍ତିଶାଳୀ ବୋଲି ପ୍ରମାଣିତ ହଉନି ମୋର କହିବା କଥା ହଉଛି ଅମିତ ଶାହ ପାଖରେ ନେଇକରି ଆରେ ଅମିତ ଶାହ କଥା ଏଠି ଅମିତ ଶାହ ବେଙ୍ଗଲର ଚିଫ ମିନିଷ୍ଟର ନିଯୁକ୍ତି ବେଳେ ଏଇଟା ଗୋଟେ ବଡ ଅନର ଆରେ ଅମିତ ଶାହଙ୍କ କଥା ପଡିନି ଅମିତ ଶାହ ତ ନିଶ୍ଚୟ ଶକ୍ତିଶାଳୀ ଭାରତବର୍ଷ ସ୍ୱରାଷ୍ଟ୍ରମନ୍ତ୍ରୀ ଭାବରେ ମୋହନ ମାଝୀଙ୍କୁ ସାଙ୍ଗରେ ନେଇ ଅମିତ ଶାହ କହିଲେ ଯେ ମୁଖ୍ୟମନ୍ତ୍ରୀ କିଏ ହବ ବେଙ୍ଗଲର ସିଏ ତ ମୋହନ ମାଝୀଙ୍କର ନେତୃତ୍ୱ କର୍ତ୍ତୃତ୍ୱ ବଢିଛି ବ୍ୟକ୍ତିଗତ ଭାବରେ କିନ୍ତୁ ମୋର ରାଜ୍ୟ ଶାସନରେ ତାଙ୍କର ଯୋଉ ନେତୃତ୍ୱ କର୍ତ୍ତୃତ୍ୱ ପ୍ରତିଷ୍ଠିତ ହେବା କଥା ସେଇଟା ପ୍ରତିଷ୍ଠା ହେବା ଦିଗରେ 2ଟା ଜିନିଷ ନିହାତି ଦରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଭାଗ ଦଳର କ୍ଷମତା ମୁଖ୍ୟମନ୍ତ୍ରୀଙ୍କୁ ଦେବା ଉଚିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏଇ କ୍ଷମତା ମଧ୍ୟ ରହିବା ଦରକାର ଏଇ ଯୋଉ ନିଗମ ଫିଗମ ବିକାଶ ଦଳମାନ ସହିତ ଆଲୋଚନା ହବ ଦଳ ସରକାର ସହଯୋଗ ହବ କିନ୍ତୁ ନେତୃତ୍ୱ ନହେଲେ ନିଷ୍ପତ୍ତି ଯଦି ଲାଷ୍ଟ କ୍ୱେଶ୍ଚିନ୍ ରହିବ ବାବୁ ଭଲ ଦିଗ ଭିତରେ ବହୁତ ବଡ ବଡ ବିଗ୍ ଟିକେଟ ଇନଭେଷ୍ଟମେଣ୍ଟ ଯାହାକୁ କହନ୍ତି ସେଇଟା ମୋହନ ମାଝୀଙ୍କ ସମୟରେ ଓଡିଶାରେ ହବା ପାଇଁ ଯାଉଛି ଯାହାର ଗୋଟିଏ ପ୍ରଭାବ ପୁରା ଓଡିଶାର ଅର୍ଥନୀତି ଉପରେ ପଡିବା ପାଇଁ ଯାଉଛି ମୁଁ ପ୍ରଥମ ଆରମ୍ଭରୁ କହିଛି ନା ଆପଣଙ୍କୁ ମୁଁ କହିଲି ବିଗ୍ ଇନଭେଷ୍ଟମେଣ୍ଟ ଯୋଉ ଧାରା ଗତ ସରକାର ବେଳେ ମଧ୍ୟ ଆରମ୍ଭ ହେଇଥିଲା ସେଇଟା ବର୍ତ୍ତମାନ ବ୍ୟାପକ ଅଧିକା ବଡ ବାଟ ଯାଇଛି ଅଧିକା ବଡ ଏବେ ଖୋର୍ଦ୍ଧା ପାଖରେ ଯୋଉ ହଉଛି ଟେକ୍ସଟାଇଲ ସେକ୍ଟର ଯୋଉ ବ୍ୟବହାର ହଉଛି ଆଉ ଅନ୍ୟାନ୍ୟ କଥା ହବ ସେମି କଣ୍ଡକ୍ଟର ହବାକୁ ଯାଉଛି ହବ
କିନ୍ତୁ ହେଇକି ତାର ଫ୍ରୁଟଫୁଲ ହେବା ପାଇଁ ହେଲେ ସମୟ ଲାଗିବ ଆପଣ ଯେମିତି କହିଲେ। କିନ୍ତୁ ଓଡ଼ିଶାରୁ ଦାଦନ ଶ୍ରମିକ କମୁଛି କି? ଓଡ଼ିଶାର ଯୋଉ ଡିସ୍ପାରିଟି ଅଛି ସେ ଯାଉନି। ମୁଁ କହିବା କଥା ହଉଛି ଓଡ଼ିଶା ମୁଁ କହିଲି ଯେମିତି କୋଇଲା ଖଣିଜ ସମ୍ପଦ କୋଇଲା ଖନନ ଚାଲିଛି, ଲୋକମାନଙ୍କ ଅବସ୍ଥା କଣ ହଉଛି ସେ ସବୁ ଅଞ୍ଚଳରେ। ଆପଣ ଦେଖନ୍ତୁ ଇଲେକ୍ଟ୍ରିସିଟି ପ୍ରତିଦିନ ଏତେ ଖରା ଏତେ ଅବସ୍ଥା ଭିତରେ ପ୍ରତିଦିନ ସବୁଆଡେ ଶୁଣିବେ ଘଣ୍ଟା 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ଧରି ବିଦ୍ୟୁତ କାଟ। କାହିଁକି ହବ? କାହିଁକି ହବ? আর কি জবাব দিনে দিনে প্রতিদিন আর জবাব কিଏ ଦବ? ପ୍ରଭାବୁ ତଥାପି ମୋର ଲାଷ୍ଟ କ୍ୱେଶ୍ଚିନ୍ ରହିବ ଯେ ଆପଣ କେତେ ନମ୍ବର ଦେବେ ଏ ବର୍ଷ? ନାଇଁ ନାଇଁ ମୁଁ ବର୍ତ୍ତମାନ ନମ୍ବର ଦେବା ଟିକେ ଡରୁଛି। ମୋର ବ୍ୟକ୍ତିଗତ ଭାବରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ ଦୃଢ଼ୀଭୂତ ହୁଅନ୍ତୁ, ଶକ୍ତିଶାଳୀ ହୁଅନ୍ତୁ। କାହିଁକିନା ଏଣ୍ଟାୟାର ବିଜେପି ଦଳ ଭିତରେ ମୁଁ ଭାବୁଛି ବର୍ତ୍ତମାନ ହି ଦି ବେଷ୍ଟ ଚଏସ୍। କାହିଁକିନା ସେ ଗୋଟେ ଏଭଳି ଶ୍ରେଣୀକି ରିପ୍ରେଜେଣ୍ଟ କରୁଛନ୍ତି ଯୋଉ ଶ୍ରେଣୀର ଓଡ଼ିଶାରେ 24% ଲୋକ ଅଛନ୍ତି ଏବଂ ସେମାନେ ସବୁଠୁ ମାର୍ଜିନାଲାଇଜ ସମାଜ। ସେ ସ୍ଟ୍ରଗଲ ଭିତରୁ ସେ ଆସିଛନ୍ତି ଏବଂ ତାର ମାର୍କ କେତେ ଦେବେ ଗୋଇଂ ବାଇ ଦ ପରଫର୍ମାନ୍ସ? ମୁଁ ଗଲା ଥରକୁ ଯେତିକି ଦେଇଥିଲି ସେ ମାର୍କ ଏବେ ଦେଇପାରୁନି ସରକାରକୁ। 60% ତଳେ ରଖୁଛନ୍ତି। ମୁଁ ବର୍ତ୍ତମାନ ନମ୍ବର ଦେବାକୁ ଚାହିଁବି ନାହିଁ, କିନ୍ତୁ ଏତିକି କଥା କହିବି ମୁଁ ବ୍ୟକ୍ତିଗତ ଭାବରେ ଏ ସରକାର କାର୍ଯ୍ୟରେ ମୁଁ ବହୁତ ଖୁସି ନୁହେଁ। ମୁଁ ଭାବୁଛି ମୋହନ ମାଝୀ ଆଉ ଯଥେଷ୍ଟ ଭଲ କରିବା କଥା। ସେ ଯାହା କରୁଛନ୍ତି ପ୍ରଥମରୁ ଯେମିତି ଆରମ୍ଭ କରୁଥିଲେ ସେ ଅନୁସାରେ ଆଗକୁ ଯାଉ। 60% ତଳେ ଦେବେ ନା ଉପରେ ଦେବେ? ନା ମୁଁ ବର୍ତ୍ତମାନ ମୁଁ କହିଲି ପରା ସେ ଦେଇପାରୁନି। ମୁଁ ବର୍ତ୍ତମାନ ଏ ମାର୍କ ବଢେଇତେ ପାରିବିନି, ମାର୍କ କମେଇବି କେତେ କମେଇବି ମୁଁ ସେ ଚିନ୍ତା କରୁଛି। ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ରବି ଦାସ ଆପଣଙ୍କର ମତାମତ ପାଇଁ। ମୋହନ ମାଝୀଙ୍କ ସରକାର କେତେ ମାର୍କ ପାଇବା ଉଚିତ? ଯଦି ଆପଣ ଭଲ ଭାବରେ ସରକାରଙ୍କର କାର୍ଯ୍ୟକଳାପକୁ ଦେଖୁଛନ୍ତି, ଭଲ କାମ ଦେଖୁଛନ୍ତି, ସରକାରଙ୍କର ତ୍ରୁଟି ବିଚ୍ୟୁତି ଦେଖୁଛନ୍ତି ତ କେତେ ମାର୍କ ପାଇବା ଉଚିତ ଏ ସମ୍ପର୍କରେ ଆପଣ ମଧ୍ୟ କମେଣ୍ଟ ବକ୍ସରେ ଲେଖନ୍ତୁ ଏବଂ ଆମ ଚ୍ୟାନେଲ ନ୍ୟୁଜ ରୁମକୁ ସବସ୍କ୍ରାଇବ କରନ୍ତୁ। ଆମ ଭଳି ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରନ୍ତୁ। ଧନ୍ୟବାଦ।